ରଞ୍ଜାଗୋଳଠାରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମରେ ଥିବା ଘୂର୍ଣ୍ଣିଘର ମଠ ପ୍ରାଙ୍ଗଣରେ ଏକ ବିଶାଳ ହିନ୍ଦୁ ସମ୍ମିଳନୀର ଆୟୋଜନ ହୋଇଅଛି। ଖଜୁରିଆକଟା ମଣ୍ଡଳ ପକ୍ଷରୁ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୁ ଜାଗରଣର ନୂତନ ଶକ୍ତି ଓ ଚେତନା ସହିତ ସନାତନ ଧର୍ମର ସଂସ୍କୃତି ଓ ସାମାଜିକ ଆଦର୍ଶ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା। ସମ୍ମିଳନୀରେ ହିନ୍ଦୁ ସମ୍ପ୍ରଦାୟର ବହୁ ଧର୍ମାବଲମ୍ବୀ ଯୋଗ ଦେଇଥିଲେ। ଅତିଥି ପ୍ରଜାପିତା ଈଶ୍ୱରୀୟ ବିଦ୍ୟାଳୟର ବ୍ରହ୍ମକୁମାରୀ, ଖଜୁରିଆକଟା ସତ୍ସଙ୍ଗ କେନ୍ଦ୍ରର ଅଭିରାମ ସାହୁ, ସିଦ୍ଧେଶ୍ୱର ପୀଠ ମହନ୍ତ ଶ୍ରୀ ଶ୍ରୀ ରାମଦାସ, ଘୂର୍ଣ୍ଣିଘର ମଠ ମହନ୍ତ ମହାରାଜ, ଗାୟତ୍ରୀ ପରିବାରର ମୁଖ୍ୟ ଶଙ୍କରନାଥ ମହାରାଜ, କେଶବ ଆଶ୍ରିତ, ଶ୍ରୀମା ଅରବିନ୍ଦ ଆଶ୍ରିତ, ଅଲେଖ ମହିମା ଦୀକ୍ଷିତ, ଢେଙ୍କାନାଳ ଜିଲ୍ଲା ପ୍ରମୁଖ RSS ପ୍ରାକ୍ତନ ପବିତ୍ର ମୋହନ ଦାସ, ଅଶ୍ୱିନୀ କୁମାର ପତି, ଯୋଗ ଶିକ୍ଷକ ଓ ଆଧ୍ୟାତ୍ମିକ ଚେତନାର ପଣ୍ଡିତ ଦିବାକର ନନ୍ଦ ଆଦିଙ୍କୁ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ରଞ୍ଜାଗୋଳ ମୌଜା ସଭାପତି ଲିଙ୍ଗରାଜ ସାହୁ, ନଗେନ୍ଦ୍ର ନାୟକ, ବିଭୂତି ଭୂଷଣ ସାହୁ, ବିମ୍ବାଧର ମାଝୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ହୋଇ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଗୀତ ଭଗବତ ପଠନ ସହିତ ଘୃତଯଜ୍ଞ ଓ ଅନ୍ନଯଜ୍ଞ କରି ହିନ୍ଦୁ ସମ୍ମିଳନୀକୁ ସଫଳ କରାଇଥିଲେ। ଜିଲ୍ଲା ସେବା ପ୍ରମୁଖ ତପନ କୁମାର ସାମଲ ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। कुमार सामल जिला सेवा प्रमुख राष्ट्रीय स्वयंसेवक संघ विगत एक मास धरी भारतर चारिआडे यही विशाल हिंदू सम्मेलन चली से भली आमर हिंदोल खंडर ये खजुराकटा मंडल रे ये आज 24 तारीख जनवरी 24 तारीख 2026 माघ शुक्ल षष्ठी शनिवार दिन धार्य करा जायथिला विशाल हिंदू सम्मेलन। उद्देश्य होची समस्त हिंदू को एकाठी करिया पई भारतर जो पुत्ररूपी हिंदू समाज जो पर्यंत एकाठी हेई नाहांती सेई पर्यंत हिंदू बाटरे घाटरे सबुठी हाण माड़ यार सरव्य होथुबो। ए दृष्टि यही गोटे मात्र उद्देश्य जे समस्त पुत्ररूपी हिंदू समाज को एकाठी करिया पई ए विशाल हिंदू सम्मेलन परिकल्पना करा जायता। धन्यवाद। ढेंकानालू सनातन नाथଙ୍କ रिपोर्ट स्वतंत्र ओडिशा न्यूज।